ଦେଖନ୍ତୁ ଆପଣଙ୍କ ସାମ୍ନାରେ ଏମିତି କିଛି ଶୋ କରିବ ଏ ଲେଟରଟି। ଦେଖନ୍ତୁ ଓଡ଼ିଶା ସରକାର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରୁ ଇଏ ଆସିଛି 134777 ଏହାର ରହିଛି। ଡେଟ୍ ଦେଖନ୍ତୁ 18/5/2026ରେ এই লেଟরକୁ ପବ୍ଲିଶ କରାଯାଇଛି। ଠିକ୍ ଅଛି, ଓଡ଼ିଶା ସରକାର ତରଫରୁ ଇଏ କରାଯାଇଛି। ଦେଖନ୍ତୁ ତାର ଅରିଜିନାଲ ଲୋଗୋ ଆଉ ତାର ଆଡ୍ରେସ୍ ମଧ୍ୟ ଏଠାରେ ମେନସନ୍ ଅଛି। ଫ୍ୟାକ୍ସ ନମ୍ବର, ଇମେଲ ଆଇଡି ସବୁ ମେନସନ୍ ଅଛି, ଯେଉଁଟାରେ ଆପଣ ଜାଣିପାରିବେ କି ଇଏ ଜେନୁଇନ୍ ରହିଛି। ଠିକ୍ ଅଛି, ତାପରେ ଦେଖନ୍ତୁ ତଳକୁ ଦେଖିବା ଶ୍ରୀ ସୂର୍ଯ୍ୟନାରାୟଣ ଦାସ OSSS ମାନେ OS ସ୍ପେଶାଲ ସେକ୍ରେଟାରୀ ଟୁ ଗଭର୍ଣ୍ଣମେଣ୍ଟ। ସ୍ପେଶାଲ ସେକ୍ରେଟାରୀ ଗଭର୍ଣ୍ଣମେଣ୍ଟ ଚିଠି ଲେଖିଛନ୍ତି ଟୁ ଦ ସେକ୍ରେଟାରୀ ମାନେ ଗଭର୍ଣ୍ଣମେଣ୍ଟ ଚିଠି ଲେଖିଛନ୍ତି ଦ ସେକ୍ରେଟାରୀ। OSSC ର ସେକ୍ରେଟାରୀ ଯେଉଁ ରହିଛନ୍ତି ତାଙ୍କୁ ଲେଖିଛନ୍ତି। ରିକ୍ୱାରମେଣ୍ଟ ଟୁ ଦ ପୋଷ୍ଟ ଅଫ୍ ପଞ୍ଚାୟତ ଏକ୍ଜିକ୍ୟୁଟିଭ ଅଫିସର PO ପାଇଁ ଦେଖନ୍ତୁ ଇଏ ଲେଖିଛନ୍ତି। ସବଜେକ୍ଟ ଦେଖନ୍ତୁ ଏଠାରେ ମେନସନ୍ ଅଛି ଭଲ ଭାବରେ। ଏହା ସବଜେକ୍ଟ ଏଠାରେ I am decide to state that ପଞ୍ଚାୟତ ଏକ୍ଜିକ୍ୟୁଟିଭ ଅଫିସର concern the administrative machinery at the ଗ୍ରାମ ପଞ୍ଚାୟତ level are with manufacture study departmental and election related responsibility ମାନେ ଏଠାରେ ମେନସନ୍ ଅଛି। ଦେଖନ୍ତୁ କି ଆପଣ ମାନେ ଯେଉଁ PO ରହିଛନ୍ତି PO ପାଇଁ ଆପଣ ମାନେ ନୋଟିଫିକେସନ ଆଣନ୍ତୁ, କାହିଁକି ନା ଇଲେକ୍ସନ ଏବେ ପଞ୍ଚାୟତ ଇଲେକ୍ସନ ହେବାକୁ ଯାଉଛି, ଯେଉଁଠାରେ PO ର ବହୁତ ଆବଶ୍ୟକତା ରହିଛି। ଯେଉଁମାନେ ପୁରା ଯେଉଁ ପଞ୍ଚାୟତର ଡିଟେଲ୍ସ ରହିଥାଏ, ଭୋଟର ଟୋଟାଲ ଯେଉଁ ରହିଥାଏ ଡାଟା ସବୁ କଲେକ୍ଟ କରିକି ସେମାନେ ରଖିଥାନ୍ତି, ସେଥିପାଇଁ ତାଙ୍କର ବହୁତ ଆବଶ୍ୟକତା ଅଛି। ସେଥିପାଇଁ ଏଇ ଜବ୍ ଆପଣ ଖୁବ ଶୀଘ୍ର ବାହାର କରନ୍ତୁ। ସେଥିପାଇଁ ଏ ନୋଟିଫିକେସନ ରହିଛି, ଯାହାକି ଇଂଲିଶରେ ଲେଖା ଅଛି, ମୁଁ ଆପଣମାନଙ୍କୁ ଓଡ଼ିଆରେ କହିଦେଉଛି। ଠିକ୍ ଅଛି, ୟୁ ଆର୍ ଦେ ଆର୍ ବିଫୋର ୱାନ୍ସ ଆଗେନ୍ ରିକ୍ୱେଷ୍ଟେଡ୍ ଟୁ ରିକ୍ୱେଷ୍ଟ କରାଯାଇଛି OSSC ତରଫରୁ ଏହାକୁ ରିକ୍ୱେଷ୍ଟ କରାଯାଇଛି କି ଇଏ ଖୁବ୍ ଶୀଘ୍ର ଆସିବା ପାଇଁ ଯାଉଛି। ଯେତେବେଳେ ଆସିବ ମୁଁ ଆପଣମାନଙ୍କୁ ପ୍ରଥମେ ନୋଟିଫିକେସନରେ କହିଦେବି। ସେଥିପାଇଁ ଭିଡ଼ିଓକୁ ଲାଇକ୍ ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଥିବେ, ନଚେତ୍ ଆପଣମାନଙ୍କୁ ନୋଟିଫିକେସନ ଆସିବ ନାହିଁ। ଠିକ୍ ଅଛି, ସ୍ପେଶାଲ ସେକ୍ରେଟାରୀ ଟୁ ଗଭର୍ଣ୍ଣମେଣ୍ଟ ତାଙ୍କର ସିଗ୍ନେଚର ଅଛି, ମାନେ ଇଏ ଅରିଜିନାଲ ଲେଟର। ଠିକ୍ ଅଛି, ଯାହାକି ଲେଖାଯାଇଛି OSSC କୁ। ଠିକ୍ ଅଛି, ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ। ଠିକ୍ ଅଛି, ସେ ପାଇଁ ପାଇଁ ଦେଖନ୍ତୁ ପେପରରେ ମଧ୍ୟ ଆସିଛି ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଯୁକ୍ତି ହେବେ ନୂଆ PA। ଦେଖନ୍ତୁ ଇଏ ପ୍ରେମେୟ ପେପର ତରଫରୁ ରହିଛି। ଠିକ୍ ଅଛି, ଭୁବନେଶ୍ୱର ବ୍ୟୁରୋ ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଯୁକ୍ତି ହେବେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବ୍ରାକେଟରେ PO ନିଯୁକ୍ତି ପାଇଁ ଏ ପେପରରେ ବାହାରିଛି। ଦେଖନ୍ତୁ ଏହି ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ପଞ୍ଚାୟତ ରାଜ ବିଭାଗ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ମାନେ OSSC କୁ ଚିଠି ଲେଖିଛନ୍ତି। ଶୀଘ୍ର ବିଜ୍ଞପ୍ତି ବାହାର କରି ନିଯୁକ୍ତି ପ୍ରକ୍ରିୟାକୁ ସାରିବାକୁ ଅନୁରୋଧ କରାଯାଇଛି। ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବହୁତ ସଂଖ୍ୟାରେ PO ପଦବୀ ରହିଛି। ପ୍ରକ୍ରିୟା ସାରିବାକୁ OSSC କୁ ପଞ୍ଚାୟତ ବିଭାଗର ଚିଠି। ବହୁତ ସଂଖ୍ୟାରେ PO ପଦବୀ ଖାଲି ପଡ଼ିଛି, ଏଥିପାଇଁ ଗ୍ରାମାଞ୍ଚଳରେ ପ୍ରଶାସନିକ କାମ ବାଧାପ୍ରାପ୍ତ ହେଉଛି। ପଞ୍ଚାୟତ ଓ ପାନୀୟ ଜଳ ବିଭାଗ ସ୍ୱତନ୍ତ୍ର ସଚିବ ସୂର୍ଯ୍ୟନାରାୟଣ ଦାସ ଚିଠି ଲେଖି ଏହି ନିଯୁକ୍ତି ପ୍ରକ୍ରିୟା ଶୀଘ୍ର କରିବାକୁ କହିଛନ୍ତି। ପୂର୍ବରୁ ମଧ୍ୟ ଗତ ଜାନୁଆରୀ ଓ ଫେବୃଆରୀ ମାସରେ ବିଭାଗ ଚିଠି ଲେଖି ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ କହିଥିଲା, କିନ୍ତୁ ଏଥର ଖୁବ୍ ଶୀଘ୍ର ଆସିବା ପାଇଁ ଯାଉଛି। ଠିକ୍ ଅଛି, ଏସବୁ ମେନସନ୍ ଅଛି, ଆପଣମାନେ ଭଲ ଭାବରେ ପଢ଼ିନେବେ। ଆର ଲିଙ୍କ୍ ଆପଣଙ୍କୁ ଟେଲିଗ୍ରାମରେ ମିଳିଯିବ। ଠିକ୍ ଅଛି, କାର୍ଯ୍ୟଭାର ନିର୍ବାହ କରୁଛନ୍ତି। ତୃଣମୂଳ ସ୍ତରରୁ ସରକାରୀ ଯୋଜନା କାର୍ଯ୍ୟକାରୀ ବାଧାପ୍ରାପ୍ତ ହେଉଛି। ନିର୍ବାଚନ PO ଭୂମିକା ଗୁରୁତ୍ୱପୂର୍ଣ୍ଣ। ନିର୍ବାଚନ ପରିଚାଳନା, ଭୋଟର ତାଲିକା ବିଭିନ୍ନ ପ୍ରକ୍ରିୟା ପାଇଁ ସେ କାର୍ଯ୍ୟ କରିଥାନ୍ତି, ତ ସେଥିପାଇଁ ଖୁବ୍ ଶୀଘ୍ର ଆସିବା ପାଇଁ ଯାଉଛି। ଆପଣମାନେ ଇଣ୍ଟରେଷ୍ଟେଡ୍ ଥିଲେ ଚ୍ୟାନେଲକୁ ଲାଇକ୍ ଓ ସବସ୍କ୍ରାଇବ୍ କରନ୍ତୁ। ସମସ୍ତଙ୍କ ଠାରୁ ପ୍ରଥମେ ଆପଣମାନଙ୍କୁ ନୋଟିଫିକେସନ ମିଳିପାରିବ ଜବ୍ର। ଠିକ୍ ଅଛି, ସେଥିପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ। ଯେବେ ବି PO ଜବ୍ ଆସିବ ସମସ୍ତଙ୍କ ଆପଣମାନଙ୍କୁ ନୋଟିଫିକେସନ ଖୁବ୍ ଶୀଘ୍ର ମିଳିଯିବ। ଠିକ୍ ଅଛି, ଥ୍ୟାଙ୍କ ୟୁ।